କିଛି କରେନି ଯେ ମୁଁ ଆଜି କୋଟିପତି ହେଇଯିବି ସେ କାର ଚରିକି ବୁଲୁଛି ମୁଁ କାହିଁକି ଯାତ୍ରା ବାଡି ବସ ରେ ଯାଉଛି ସେ କାହିଁକି କାର ରେ ଯାଉଛି ସେ ତ ଗୋଟେ କମେଡିଆନ ମୁଁ ଗୋଟେ କମେଡିଆନ ମୁଁ କାହିଁକି କାର କରିପାରୁନି ମୋର ସେ ସମୟ ହେଇନାହିଁ ମୁଁ ସେତିକି ଜାଗାରେ ବାଟ ପହଞ୍ଚି ପାରୁନାହିଁ ମୋର କାହାକୁ ଈର୍ଷା କରେନି। नमस्कार दर्शक बंधु मु दीपू आपण समस्त देखुଛନ୍ତି ଯାତ୍ରା ଲିଙ୍କ୍ସ ଚ୍ୟାନେଲ ତ ଆପଣଙ୍କର ଆମ ସମସ୍ତଙ୍କର ଅତି ପ୍ରିୟ କମେଡିଆନ ପ୍ରକାଶ। ଜୟ ଜଗନ୍ନାଥ ସବୁ ଦର୍ଶକ ବନ୍ଧୁ ମାନଙ୍କୁ ଭଲ ଅଛି ଭାଇ। କଣ କେମିତି ଆପଣ ଇନ୍ଦ୍ରଭୁବନରେ ପ୍ରବେଶ କଲେ ମାନେ କହିବାକୁ ଗଲେ ବହୁତ ଦୁଃଖଦ ଘଟଣା ଯେ କି ଆମମାନଙ୍କର ଗୁରୁ ପୃଷ୍ଟି ଯିଏ ଥିଲେ ମୋର ବହୁତ ପ୍ରିୟ ବି ଥିଲେ ତାଙ୍କର ମୋର ବହୁତ ସବୁବେଳେ କଥାବାର୍ତ୍ତା ହଉ ହଠାତ୍ ଯେତେବେଳେ ଶୁଣିଲି ତାଙ୍କର ଦେହାନ୍ତ ହେଇଯାଇଛି ଆଉ କିଛି କହିପାରିବିନି କିନ୍ତୁ ମୁଁ ଚାହୁଁଥିଲି ଇନ୍ଦ୍ରଭୁବନରେ ତାଙ୍କ ଜାଗାରେ କି ସ୍ଥାନ ନେବେ କିନ୍ତୁ ଦେଖିବାକୁ ପାଇଲି ଆପଣ ତାଙ୍କ ସ୍ଥାନଟା ନେଇ ଅଛନ୍ତି ତ କେମିତି ଆପଣ ଯୋଗାଯୋଗ କେମିତି କଲେ ଆଉ ଯାତ୍ରା ସହ କେମିତି ପ୍ରବେଶ କଲେ? ଆଜ୍ଞା ଯାତ୍ରା ପାର୍ଟି ମୋର ହେଇଗଲାଣି 16 ବର୍ଷ ଉପରେ ହବ ତ ମୁଁ ଲକଡାଉନ ଲକଡାଉନ ଯୋଉ ବର୍ଷ ହେଲା ସେ ବର୍ଷ ରଙ୍ଗମହଲ ଥିଲି ତାପରେ 2 ବର୍ଷ ଲକଡାଉନ ପରେ ମୁଁ ଆଉ ଏ କ୍ଲାସ ପାର୍ଟିକୁ ଆସିପାରିନଥିଲି ଘରେ ପ୍ରୋବ୍ଲେମ ପାଇଁ ମୁଁ ଟିକେ ସେପଟ ଲାଇନରେ ଯାତ୍ରା ଲାଇନରେ କାମ କରୁଥିଲି ତ ଉତ୍ତର ବାଲେଶ୍ୱର ପାର୍ଟିରେ ରହିଯାଇଥିଲି ଆଉ ତାରିଣୀ ବି ଥିଲେ ହଁ ତାପରେ 2 ବର୍ଷ ପରେ ଫେରିଲି ତାରିଣୀ ପାର୍ଟିକି ଫେରିଲା ପରେ ବାଘା ପରେ ମଝିରେ ଟିକେ ପୁଣି ଗଡବଡ ହେଇଗଲା ଠିକ ଜାଗାରେ ଯୋଗାଯୋଗ ହେଇପାରିଲାନି। ଏଇ ବର୍ଷ ମୁଁ ସ୍ୱର୍ଣ୍ଣ ମନ୍ଦିରରେ ଥିଲି ସେ ମନ୍ଦିର ମାନେ ସେ ଯାତ୍ରା ପାର୍ଟି 1.5 ମାସ ପରେ ବନ୍ଦ ହେଇଗଲା ତାପରେ ଘର ପାଖରେ ଥିଲି ଏମିତି ଏମିତି ଗୋଟେ ଖବର ଗଲା ପଳେଇ ଆସିଲେ ଆଉ। ଆପଣ ଯେତେବେଳେ ଆସିଲେ ଯାତ୍ରା ଇନ୍ଦ୍ରଭୁବନରେ କାମ କରିବା ପାଇଁ ଆଜ୍ଞା ଆଖଡ଼ା ସବୁ ସରିଯାଇଥିଲା ସ୍କ୍ରିପ୍ଟ ବି ସମସ୍ତଙ୍କର ହାତରେ ପଡି ଯାଇଥିଲା ଆପଣ ଅଧାରୁ ପଶିଲେ କେମିତି ମ୍ୟାନେଜ କରିଲେ ମାନେ ଯେକି ନାଟକ ସରିଯାଇଥିଲା ମାନେ ବହୁତ ଜାଗାରେ ବି ନାଟକ ବି ଚାଲି ଯାଇଥିଲା ଅଧାରୁ ଆପଣ ଏଣ୍ଟ୍ରି କରିକି କେମିତି ସ୍କ୍ରିପ୍ଟ କେମିତି ପଢିକି କେମିତି ଏଣ୍ଟ୍ରି କଲେ ଆଉ ଆପଣଙ୍କୁ ପରଫର୍ମାନ୍ସ କଲେ? ଆଜ୍ଞା ସବକା ମାଲିକ ଏକ ସବୁ ସେ ଉପର ବାଲାର ଇଚ୍ଛା ମୁଁ ଜଣେ କଳାକାରଟେ ଗୋଟେ କମେଡି ଆର୍ଟିଷ୍ଟ ଆଜି ଏ କ୍ଲାସ ପାର୍ଟିରେ ମୁଁ କାମ କରିଛି ବିଗତ ଦିନ ମାନଙ୍କରେ ତ ଯେତେବେଳେ ଗୋଟେ ଅଫର କଲା ଡରିବାର କିଛି ନାହିଁ ଆଜ୍ଞା ମୁଁ ତ କାମ କରିଛି ଜଣେ ଏମିତି ଯାତ୍ରା ପାର୍ଟିରେ ଘଟଣା ଦୁର୍ଘଟଣା ଘଟେ ତ ଆସିକି ଯେତେବେଳେ କାମ କଲି ଏମିତି ଗୋଟେ ଅଫର ଆସିଲା ଆସି ଯେତେବେଳେ କାମ କଲି ସମସ୍ତେ ସପୋର୍ଟ କଲେ ମୋ ସାଇଟ୍ ଆର୍ଟିଷ୍ଟ ଇନ୍ଦ୍ରଭବନ ସବୁ ଷ୍ଟାଫ ତାକୁ ସପୋର୍ଟ ଆଜି ପର୍ଯ୍ୟନ୍ତ ଆଜ୍ଞା କରୁଛନ୍ତି। ଆପଣଙ୍କ ଯାତ୍ରା କ୍ୟାରିୟର ଭିତରେ ଆପଣ କଣ ସବୁ ହରେଇଛନ୍ତି ଆଉ କଣ ସବୁ ପାଇଛନ୍ତି? ଆମେ ତ ଜାଣୁଛୁ ଆପଣ ଗତ ବର୍ଷ ଆପଣ ଗୋଟେ ପାଇଛନ୍ତି ଆପଣ ଧର୍ମପତ୍ନୀ ପାଇଛନ୍ତି ଯାତ୍ରା ଜଗତରୁ ଆଉ ସେଇଟା ବି ଗୋଟେ ବଡ ଖୁସି ଖବର ୟା ବାଦ ଆଉ କଣ ଖୁସି ଖବର ଆପଣ ଦେଇପାରିବେ ଦର୍ଶକ ବନ୍ଧୁ ମାନଙ୍କର ଭଲ ପାଇବା ତାଙ୍କର ଆଶୀର୍ବାଦ ମୁଁ ପାଇଛି ମୁଁ ଯାତ୍ରାରେ ଅଛି ମୁଁ ଯଦି ଦର୍ଶକ ମତେ ନ ଚାହିଁବେ ତାହେଲେ ମୁଁ ଯାତ୍ରାରେ କାହିଁକି ରହିବି ଦର୍ଶକ ମାନଙ୍କ ଭଲ ପାଇବା ହାତ ତାଳି ତାଙ୍କ ଆଶୀର୍ବାଦ ସ୍ନେହ ପାଇଛି ଏବଂ ହରେଇ ନାହିଁ ଯଦିଓ ମୋ ପରିବାରଠୁ ମୁଁ ଦୂରେଇ ଯାଇଛି ଯୋଉ ପରିବାର ବାପା ମାଙ୍କର ସ୍ୱପ୍ନ ଅଧୁରା ସ୍ୱପ୍ନକୁ ମୁଁ ଆଜି ପର୍ଯ୍ୟନ୍ତ ପୂରଣ କରିପାରି ନାହିଁ ସର୍ବୋପରି ମିସ୍ କରୁଛି ମୋ ପରିବାରକୁ ଆଉ ନହେଲେ ପାଇଛି ଯାତ୍ରାକୁ ସବୁ କିଛି ପାଇଛି ଯାତ୍ରାରେ ମୁଁ ଆଜି +2 କ୍ୟାରିୟର ପରେ ଯାତ୍ରା ଲାଇନ କରିଥିଲି ଆଜ୍ଞା ଯାତ୍ରାରେ ଯାହା ପାଇବା କଥା ମୁଁ ପାଇଛି କିନ୍ତୁ ପରିବାରଠୁ ଦୂରେଇ ରହିଛି ଆଉ। ଏବେ ବି ଆପଣ ଦୂରରେ ଅଛନ୍ତି ଆପଣ ଧର୍ମପତ୍ନୀ ଠାରୁ ଆପଣ ଦୂରରେ ଅଛନ୍ତି କେମିତି ମ୍ୟାନେଜ କରୁଛନ୍ତି? ମ୍ୟାନେଜ କରିବା କହିଲେ ପରା ଘରେ କହିଲେ ବାପା ମା ଆଉ କେହି ନାହାନ୍ତି ଭାଇ ଭାଉଜ ରହିଲେ ବାରିପଦାରେ ଭାଇ ଚାକିରି କରୁଛନ୍ତି ସୁଖ ଦୁଃଖ ସୁବିଧା ଅସୁବିଧା ସେ ଉପର ବାଲା ହିଁ ମୋ ବାବା ମାଙ୍କୁ ଚାହିଁଛନ୍ତି ଆମେ କିଛି ଜନ୍ମ କରିଛନ୍ତି ଆମକୁ ପୁଅ ହିସାବରେ କିନ୍ତୁ ଆମେ ଗୋଟେ କିଛି ବି ଆଜି ପର୍ଯ୍ୟନ୍ତ ବାପା ମା କରିପାରିଲେ ନାହିଁ ଏଇ ପ୍ରଫେସନ ଆମର ତ ଏଇଆ ଆଉ ମ୍ୟାନେଜ ଏମିତି ଚାଲିଛି ଆଜ୍ଞା ଆଉ ଉପର ବାଲା ଚାହିଁଛନ୍ତି ବୋଲି ମୁଁ ଆଡଜଷ୍ଟ ହେଇକି ଚାଲିଛି ଆଜି ଯଦି ବାବାଙ୍କର ଏଇ 2 ଦିନ ତଳେ ମୋ ବାବାଙ୍କର ହଠାତ୍ ଏମିତି ରାତିରେ ଅସୁବିଧା ହେଇଗଲା ସେ ଏସସିବି ରେ ଆସିକି ଆଡମିସନ ହେଇଥିଲେ ଗତ 2 ଦିନ ପୂର୍ବରୁ ଆମର ସେକେଣ୍ଡ ନାଇଟ୍ ଦିନ ଖଣ୍ଡଗିରି ତାପରେ ଏବେ ଭଲ ହେଇକି ଯାଇଛନ୍ତି ଘରକୁ ଆଉ। ଆମେ ଆପଣଙ୍କୁ 26 ଆଉ 27 ଯାତ୍ରା ଭିତରେ କୋଉଠି ଦେଖିବାକୁ ପାଇବୁ? ଭଲ ଅନୁଷ୍ଠାନ ଦେଖିବାକୁ ପାଇବେ କୋଉଠି ତ ମୁଁ ଏପର୍ଯ୍ୟନ୍ତ ଫାଇନାଲ କରିନାହିଁ କୋଉଠି ବି ରହିବେ ବୋଲି ଏ ପାର୍ଟିରୁ ଅଧାକୁ ଆସିଛି ତ ଆଗାମୀ ସିଜନ ପାଇଁ ଈଶ୍ୱରଙ୍କ ଇଚ୍ଛା କୋଉଠି ଆଉ ରଖିବେ। ଶେଷରେ ଯାତ୍ରା ଦର୍ଶକ ବନ୍ଧୁଙ୍କୁ ଆପଣ କଣ କହିବେ ଆପଣଙ୍କୁ ଭଲ ପାଉଥିବା ଦର୍ଶକ ବନ୍ଧୁ? ଯାତ୍ରାକୁ ପ୍ରକାଶ କମେଡିଆନ କୁ ଯେମିତି ଭଲ ପାଇବା ଦଉଥିଲେ ଆପଣ ମାନେ ପାର୍ବତୀରେ ରଙ୍ଗମହଲରେ ଧଉଳିରେ କ୍ଲାସିକରେ ତାରିଣୀରେ ସେମିତି ଭଲ ପାଇବା ଦିଅନ୍ତୁ ଆପଣ ମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ଏବଂ ଯାତ୍ରାକୁ ଭଲ ପାଆନ୍ତୁ ଯାତ୍ରା ଦର୍ଶକ ମାନେ ଯାତ୍ରାକୁ ଏତେ ମାତ୍ରାରେ ଭଲ ପାଆନ୍ତୁ ଆଉ କଳାକାର ମାନଙ୍କୁ ଭଲ ପାଆନ୍ତୁ ଓଡିଆ ଯାତ୍ରା ଏମିତି ସବୁଦିନ ବଞ୍ଚିକି ରହିଥାଉ। ଆପଣଙ୍କର ମନରେ କିଛି ଥିବ ମାନେ ଆଶା ଯୋଉଟା ପୂରଣ ହେଇନି
କି କହିଦେବେ କି? ଆଶା ମଣିଷର ଆଶା ତ ବହୁତ। ମୁଁ ଆଜ୍ଞା କିଛି ଆଶା କରେନି। ମୁଁ ଏତିକି ଭାବେ ଯେ ଆସନ୍ତା କାଲି ସକାଳ ସୂର୍ଯ୍ୟ ଉଦୟ ହୁଅନ୍ତୁ, ଆମେ ଯେମିତି ସୂର୍ଯ୍ୟ କିରଣ ଆମ ଉପରେ ପଡୁ ଦେଖିପାରେ। ଆଉ ମୁଁ ଆଶା କିଛି କରେନି ଯେ ମୁଁ ଆଜି କୋଟିପତି ହେଇଯିବି। ସେ କାର ଚରିକି ବୁଲୁଛି, ମୁଁ କାହିଁକି ଯାତ୍ରାବାଡି ବସ ରେ ଯାଉଛି, ସେ କାହିଁକି କାର ରେ ଯାଉଛି। ସେ ତ ଗୋଟେ କମେଡିଆନ, ମୁଁ ବି ଗୋଟେ କମେଡିଆନ, ମୁଁ କାହିଁକି କାର କରିପାରୁନି। ମୋର ସେ ସମୟ ହେଇନାହିଁ, ମୁଁ ସେତିକି ଜାଗାରେ ବାଟ ପହଞ୍ଚି ପାରୁନାହିଁ। ମୋର କାହାକୁ ଈର୍ଷା କରେନି କି ଆଜ୍ଞା କାହାକୁ ଅବିଶ୍ୱାସ କରେନି। ମୋ ଭାଗ୍ୟରେ ଲେଖା ହେଇଛି ଯାହା ମୁଁ ସେୟା। ବହୁତ ଧନ୍ୟବାଦ ଯାହା ଆପଣ ମତେ ସମୟ ଦେଇଥିବାରୁ। ଆଜ୍ଞା ଜୟ ଜଗନ୍ନାଥ ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।